ଆରେ ମା, ତୁ ଏଇଠି ଖେଳୁଥା, ମୁଁ ଯାଉଛି ଜଙ୍ଗଲ ଭିତରୁ ମଜବୁତ କାଠ ଆଣିବି। କାଠ ଆଣିଲେ ଆମେ ଶୀଘ୍ର ଗୋଟେ ଘର ତିଆରି କରିବା। ମୁଁ ନ ଆସିବା ଯାଏ ତୁ ଏଠୁ କୁଆଡେ ବି ଯିବୁନି, ବୁଝିଲୁ? ଆଚ୍ଛା ଠିକ ଅଛି ମା, ତୁମେ ଚିନ୍ତା କରନି, ମୁଁ ଏଇଠି ଖେଳୁଥିବି। ତୁମେ ନ ଆସିବା ଯାଏ ମୁଁ କୁଆଡେ ବି ଯିବିନି। ତାପରେ ମା ଚଢ଼େଇ ଜଙ୍ଗଲ ଭିତରକୁ କାଠ ଖୋଜିବାକୁ ଗଲା। ସେଦିନ ସେ ଗୋଟେ ବି ଭଲ କାଠ ପାଇଲାନି। ଆଜି ଏତେ ଖୋଜିଲି, ହେଲେ କୋଉଠି ବି ଗୋଟେ ମଜବୁତ କାଠ ପାଇଲିନି। ମୁଁ ଏବେ ଘର କେମିତି ତିଆରି କରିବି? ଆରେ କଣ ନଦୀରେ ସେଇଟା କଣ ଭାସୁଛି? ମୁଁ ତା ପାଖକୁ ଯାଏ। କଣ ଏଇଟା ତ ଗୋଟେ ଜାମୁ ଘର, ହେଲେ ଜାମୁ ଘର ପାଣିରେ ଭାସୁଥିଲା କାହିଁକି? ଘରଟି ଅନେକ ମଜବୁତ। ମୁଁ ଗୋଟେ କାମ କରି ମୁଁ ଏ ଘରକୁ ନେଇଯାଏ। ଏମିତିରେ ବି ମୁଁ ଘର ତିଆରି ପାଇଁ କାଠ ପାଉନି। କିଛି ଦିନ ଆମେ ମା ଝିଅ ଆରାମରେ ଘରେ ରହିପାରିବୁ। ଏମିତି କହି ଚଢ଼େଇ ସେ ଜାମୁ ଘର ଧରି ନିଜ ଝିଅ ପାଖକୁ ଗଲା। ତାପରେ ସେମାନେ ଘର ଭିତରକୁ ଗଲେ। ମା, ଏ ଜାମୁ ଘର ନା ବହୁତ ସୁନ୍ଦର ହେଇଛି। ମତେ ଏ ଘର ଭାରି ଭଲ ଲାଗିଲା। ଆଚ୍ଛା ଆଚ୍ଛା, ତତେ ଭୋକ ଲାଗିଥିବଣି, ରହ ମୁଁ ଏବେ ଖାଇବା ନେଇ ଆସୁଛି। ଆରେ କଣ ହେଲା? ତୁମେ ଏଠି ବସି ବସି କଣ ଏତେ ଚିନ୍ତା କରୁଛ? ମୁଁ ଭାବୁଛି ଚଢ଼େଇର ସେ ଜାମୁ ଘର କେମିତି ନେବି। ସେ ଜାମୁ ଘର ମୋର ଭାରି ପସନ୍ଦ ହେଇଛି। ମୁଁ ବି ତମକୁ ସେଇ କଥା କହିଥାନ୍ତି। ଆଉ ବେଶୀ ଚିନ୍ତା କରନି, ଚାଲ ଏବେ ହିଁ ଚଢ଼େଇ ପାଖକୁ ଯିବା। ଏଡ଼ିକି ଟିକେ ଚଢ଼େଇ ଆମ ସହ କଣ ଲଢ଼େଇରେ ପାରିବ? ଗୋଟେ ଧମକ ଦେଲେ ସେ ତା ଘର ଆମକୁ ଦେଇଦେବ। ତୁ ସତ କହୁଛୁ? ତାହେଲେ ତ ଏବେ ହିଁ ଚାଲେ, ଆମେ ତା ପାଖକୁ ଯିବା। ଆରେ କଣ ହେଲା କାଉ ଭାଇ କାଉ ଭଉଣୀ, ଆଜି ସକାଳୁ ସକାଳୁ ମୋ ଘରକୁ ଆସିଲ ଯେ? କିଛି କାମ ଥିଲା କି ମୋ ପାଖରେ? ହଁ କାମ ଥିଲା, ହେଲେ ତୋ ପାଖରେ ନୁହଁ। ଆମକୁ ତୋର ଏ ଜାମୁ ଘର ଦରକାର। ତୁ ଆଜି ହିଁ ଏ ଘର ଛାଡ଼ି ଚାଲିଯା, ଆମେ ଏ ଘରେ ରହିବୁ। ହଁ, କହିଦେଲେ କଣ ଏ ଘର ତମ ମାନଙ୍କର ହେଇଯିବ? କଷ୍ଟ କରି ଘର ଆଣିଛି ମୁଁ, ଆଉ ତମେ ମାନେ ମୋ ଘର ନେବାକୁ ଚାହୁଁଛ? ଭଲରେ ଏଠୁ ଚାଲିଯାଅ, ନହେଲେ ମୁଁ ସବୁ ଚଢ଼େଇଙ୍କୁ ଡାକି ଆଣି ତମ ମାନଙ୍କୁ ଉଚିତ ଶିକ୍ଷା ଦେବି। ଭାବନି ମୁଁ ତମ କଥା ଶୁଣି ଡରିଯିବି। ଏମିତି ଛିଡ଼ା ହେଇ କାହିଁ ରହିଲ? ବାହାରି ଯାଅ ମୋ ଘରୁ। ଚଢ଼େଇର ଏପରି ଧମକ ଶୁଣି ଦୁଇ କାଉ ସେଠାରୁ ଉଡ଼ି ଚାଲିଗଲେ। ସେ ଛୋଟ ଚଢ଼େଇର ଏତେ ସାହସ, ସେ ଆମକୁ ଅପମାନ ଦେଲା। ଯେମିତି ବି ହେଉ, ଆମେ ଆଉ କିଛି ଉପାୟ ଚିନ୍ତା କରି ତାଠୁ ତା ଘର ଛଡ଼େଇ ନେବା। ଏମିତି ଦୁଇ କାଉ ଉପାୟ ଚିନ୍ତା କଲେ। ସେପଟେ ଦିନେ ମା, କାଲି ମୋର ଜନ୍ମଦିନ, ତୁମେ ମତେ କଣ ଉପହାର ଦେବ? ମୋ ଝିଅ ପାଇଁ ମୁଁ ବହୁତ ସୁନ୍ଦର ଗୋଟେ ଉପହାର କିଣି ରଖିଛି। ତ ଜନ୍ମଦିନରେ ମୁଁ ତତେ ସେ ଉପହାର ଦେବି। ସତ କହୁଛ ମା? ମତେ ଭାରି ଖୁସି ଲାଗୁଛି। ସେ ଉପହାରଟା କଣ କୁହ ନା ମା? ଜନ୍ମଦିନ ହେଉ ତୁ ଜାଣିବୁ। ବହୁତ ସମୟ ବାହାରେ ବୁଲିଲୁଣି, ଚାଲ ଏବେ ଘରକୁ ଯିବା। ଏମିତି କଥା ହେଇ ଦୁଇ ମା ଝିଅ ସେଠାରୁ ଚାଲିଗଲେ। ତାଙ୍କର ସବୁ କଥା କାଉ ସ୍ତ୍ରୀ ଶୁଣୁଥିଲା। ସେ ଶୀଘ୍ର ତା ସ୍ୱାମୀ ପାଖକୁ ଗଲା। ଆରେ ଶୁଣୁଛ, ଚଢ଼େଇ ପାଖରୁ ତା ଘର ନେବା ପାଇଁ ମୋ ପାଖରେ ଗୋଟେ ବଢିଆ ଉପାୟ ଅଛି, ଶୁଣ। ବାଃ, ତୋ ଉପାୟ ତ ଭାରି ବଢିଆ। ମୁଁ ଏମିତି ଭାବି ନଥିଲି। ମୁଁ ଏବେ ହିଁ ଚଢ଼େଇ ଛୁଆ ପାଖକୁ ଯାଏ। ତାପରେ କାଉ ଶୀଘ୍ର ଚଢ଼େଇ ଘରକୁ ଗଲା। ସେତେବେଳେ ମା ଚଢ଼େଇ ଘରେ ନଥିଲା, ତା ଝିଅ ବଗିଚାରେ ଖେଳୁଥିଲା। କିଏ ତୁମେ? ଆଉ ତୁମେ ଆମ ଘରକୁ କାହିଁକି ଆସିଛ? ତୁ ମତେ ଚିହ୍ନି ପାରିଲୁନି ମା? ମୁଁ ତୋର କାକା। ତୁ ଯେତେବେଳେ ସାନ ଥିଲୁ, ମୁଁ ତମ ଘରକୁ ଆସିଥିଲି। ତୋର ବୋଧେ ସେ କଥା ମନେ ନଥିବ। କାଲି ତୋର ଜନ୍ମଦିନ ନା, ତୋ ଖୁଡି ତୋ ପାଇଁ ପାଏସ ରାନ୍ଧୁଛି। ତୋ ମା ବି ଆମ ଘରେ ଅଛି। ଚାଲ ମୋ ସାଙ୍ଗରେ, ତୁ ପାଏସ ଖାଇ ଆସିବୁ। ସତ କହୁଛ କାକା? ମତେ ବି ପାଏସ ଖାଇବାକୁ ଭାରି ଭଲ ଲାଗେ। ଚାଲ ଚାଲ, ତୁମ ଘରକୁ ଚାଲ। ଏମିତି ଚଢ଼େଇ ଛୁଆ କାଉ ସାଙ୍ଗରେ ଗଲା। କାଉ ତାକୁ ତା ଘରକୁ ନ ନେଇ ଏକ ଭଙ୍ଗା ଘରକୁ ନେଇଗଲା। ଆଉ ସେଠି ସେ ଚଢ଼େଇ ଛୁଆକୁ ବନ୍ଦୀ କରି ରଖିଲା। କଣ କରୁଛ? ମତେ ବାନ୍ଧିଛ କାହିଁକି? ତୁମେ ତାହେଲେ ମିଛ କହି ମତେ ଏଠାକୁ ନେଇ ଆସିଲ? ତୁମେ ବହୁତ ଖରାପ। ମତେ ଛାଡ଼ି ଦିଅ, ମୁଁ ମୋ ମା ପାଖକୁ ଯିବି।
ପାଟି ନ କରି ଚୁପ୍ ହେଇ ରହ। ମୋ କାମ ସରିଲେ ମୁଁ ତତେ ଛାଡ଼ିଦେବି। ସେ ପର୍ଯ୍ୟନ୍ତ ଚୁପ୍ ହେଇ ବସ, ନହେଲେ ମୁଁ ପିଟି ପିଟି ତ ଗୋଡ଼ ଭାଙ୍ଗିଦେବି। ଆରେ ମା କୁଆଡେ ଗଲୁ? ଏଇ ଦେଖେ ମୁଁ ତ ଉପହାର ନେଇ ଆସିଛି। ଏଇ କଣ, ମୋ ଝିଅ ତ ଘରେ ନାହିଁ। ବାହାରେ ବି ଦେଖି ଆସିଛି, ସେ ସେଠି ନଥିଲା। ତାହେଲେ ମୋ ଝିଅ ଗଲା କୁଆଡେ? ସେ ମତେ ନ କହି କୁଆଡେ ବି ଯାଏନି। ତାର କିଛି ବିପଦ ହେଇନି ତ? ନା ନା, ମୁଁ ଏବେ ଯାଏ। ମୋ ଝିଅ ଯୋଉଠି ବି ଥାଉ, ମୁଁ ତାକୁ ଖୋଜି ଆଣିବି। ମିଟୁ ଭାଇ, ମୋ ଝିଅକୁ ଦେଖିଛ? ସେ ଘରେ ନାହିଁ। ସେ ମତେ ନ କହି କୁଆଡେ ବି ଯାଏନି। ଆଜି ମୁଁ ଚାରିଆଡେ ଖୋଜି ସାରିଲିଣି, ହେଲେ ତାକୁ କୋଉଠି ବି ପାଉନି। ନାଇଁ ଚଢେଇ ଭଉଣୀ, ମୁଁ ତମ ଝିଅକୁ ଦେଖିନି। ଆଉ ଥରେ ଭଲ ଭାବରେ ତୁମେ ଜଙ୍ଗଲରେ ଖୋଜି ଦେଖ, ସେ କୋଉଠି ନା କୋଉଠି ଥିବ। ତାପରେ ମା ଚଢେଇ ତା ଝିଅକୁ ଜଙ୍ଗଲରେ ବୁଲି ବୁଲି ଖୋଜିଲା, ହେଲେ କୋଉଠି ବି ସେ ତା ଝିଅକୁ ପାଇଲାନି। ରାସ୍ତାରେ କାଉ ସହ ତାର ଦେଖା ହେଲା। ଆରେ ଚଢ଼େଇ, ତୁ ବୋଧେ ତୋ ଝିଅକୁ ଖୋଜୁଛୁ? ହଁ କାଉ ଭାଇ, ମୁଁ ମୋ ଝିଅକୁ ଖୋଜୁଛି। ସେ କୋଉଠି ଅଛି? ମତେ ଏବେ ହିଁ ତା ପାଖକୁ ନେଇଯାଅ। ଗୋଟେ ଡାକୁ ତ ଝିଅକୁ କିଡନାପ କରିଛି। ମୁଁ ତ ଝିଅକୁ ଫେରେଇ ଆଣିବି। ତୁ ତ ଜାମୁ ଘରକୁ ମୋ ନାଁରେ କରିଦେ, ତାପରେ ମୁଁ ତ ଝିଅକୁ ଫେରେଇ ଆଣିଦେବି। ମୋ ଝିଅ ଆଗରେ ସେ ଘରର ମୂଲ୍ୟ କିଛି ନାହିଁ। ତୁମେ ମୋ ଘରକୁ ନେଇଯାଅ, ଆଉ ମୋ ଝିଅକୁ ଶୀଘ୍ର ମୋ ପାଖକୁ ଫେରେଇ ଆଣ। ନା ନା, ଖାଲି କହିଦେଲେ ହେବନି। ତୁ ଏ କାଗଜରେ ଦସ୍ତଖତ କର, ତାପରେ ଯାଇ ତୁ ତ ଝିଅକୁ ପାଇବୁ। ଏମିତି ଶୁଣି ଚଢ଼େଇ ସେ କାଗଜରେ ଦସ୍ତଖତ କରିଦେଲା। କାଉ ଖୁସିରେ ଉଡ଼ି ସେଠାରୁ ଚାଲିଗଲା, ଆଉ ଚଢ଼େଇ ଛୁଆକୁ ଆଣି ତା ମାକୁ ଦେଲା। ତାପରେ ଦୁଇ କାଉ ସେ ଜାମୁ ଘରକୁ ଗଲେ। ମା, ମତେ ଭାରି ଡର ଲାଗୁଛି। ଚାଲ ଏବେ ହିଁ ଆମେ ଆମ ଘରକୁ ଯିବା। ନାଇଁ ରେ ମା, ସେ ଘର ଆଉ ଆମର ନୁହଁ। ତତେ ଡାକୁ ପାଖରେ ଛଡେଇବା ପାଇଁ ମୁଁ ସେ ଘର କାଉ ମାନଙ୍କୁ ଦେଇଦେଲି। ଏ କଣ କହୁଛ ମା? ସେ ଦୁଷ୍ଟ କାଉ ତ ନିଜେ ମତେ କିଡନାପ କରିଥିଲେ। ଏମିତି କୁନି ତାର ମାକୁ ସବୁ ଘଟଣା କହିଲା। ସେ କାଉ ମାନେ ଏତେ ଦୁଷ୍ଟ। ଘର ଲୋଭରେ ସେମାନେ ମୋ ଝିଅର କ୍ଷତି କରିବାକୁ ଚାହୁଁଥିଲେ। ଯୋଉ ଘର ପାଇଁ ସେମାନେ ମୋ ଝିଅକୁ କଷ୍ଟ ଦେଲେ, ସେମାନେ ବି ଶାନ୍ତିରେ ସେ ଘରେ ରହିପାରିବେନି। ହେ ଭଗବାନ, ତାଙ୍କୁ ଉଚିତ ଶାସ୍ତି ଦିଅ। ମା, ଆମେ ଆଉ ଏ ଜଙ୍ଗଲରେ ରହିବାନି। ଚାଲ ଆଜି ହିଁ ଜଙ୍ଗଲ ଛାଡ଼ି ଚାଲିଯିବା। ହଁ, ତୁ ଠିକ କହିଲୁ ମା। ଚାଲ ଆମେ ପାଖ ଜଙ୍ଗଲକୁ ଯିବା, ଆଉ ସେଇଠି ଘର କରି ରହିବା। ଏମିତି କଥା ହେଇ ସେ ମା ଝିଅ ପାଖ ଜଙ୍ଗଲକୁ ଚାଲିଗଲେ। ଦୁଇ କାଉ ଖୁସିରେ ସେ ଜାମୁ ଘରେ ରହୁଥିଲେ। ଏହିପରି ବେଶ କିଛି ଦିନ ବିତିଗଲା। ଏ କଣ, ଏଇଠି ତ ମୋ ଘର ନାହିଁ। ମୁଁ ଏଇଠି ମୋ ଜାମୁ ଘର ତିଆରି କରିଥିଲି। କିଏ ମୋ ଜାମୁ ଘରକୁ ନେଇଗଲା? ମୁଁ ଏବେ ଧ୍ୟାନ କରି ଦେଖେ। ସେ ଦୁଷ୍ଟ କାଉମାନଙ୍କର ଏତେ ସାହସ, ସେମାନେ ମୋ ଘରେ ରହୁଛନ୍ତି। ମୁଁ ଏବେ ତାଙ୍କ ପାଖକୁ ଯାଏ। ଏ ଜାମୁ ଘର ମୁଁ ତିଆରି କରିଛି। ମୁଁ ଯେତେବେଳେ ନଥିଲି, ନଦୀ ବଢ଼ି ହେବାରୁ ମୋ ଘର ଭାସି ଏ ଜଙ୍ଗଲକୁ ଚାଲି ଆସିଥିଲା। ତମେ ମାନେ ଅନେକ ଦିନ ମୋ ଘରେ ରହିଲ। ଏବେ ତମେ ଦୁଇ ଜଣ ଶୀଘ୍ର ମୋ ଘର ଛାଡ଼ି ଚାଲିଯାଅ। ମୁଁ ମୋ ଘର ନେବାକୁ ଆସିଛି। ହଁ, ତୁ କହିଦେଲେ ଆମେ ତତେ ଆମ ଘର ଦେଇଦେବୁ। ଭିକାରୀ କୋଠିକାର ଚାଲି ଆସିଲା ଆମ ଘର ନେବା ପାଇଁ। ଭଲରେ ଏଠୁ ଚାଲିଯା, ନହେଲେ ଆମେ ପିଟି ପିଟି ତତେ ଆମ ଘରୁ ବାହାର କରିଦେବୁ। ତମ ମାନଙ୍କର ଏତେ ସାହସ, ତମେ ମାନେ ମତେ ମାରିବ? ଏବେ ଦେଖ ମୁଁ ତମମାନଙ୍କ ସହ କଣ କରୁଛି। ଏମିତି କହି ତାନ୍ତ୍ରିକ ଦୁଇ କାଉଙ୍କୁ ପଥର କରିଦେଲା, ଆଉ ତାପରେ ସେ